ଯଦି କରିବେ 1 କୋଟି ଟଙ୍କା ପର୍ଯ୍ୟନ୍ତ ଆପଣମାନେ ସବସିଡି ପାଇବାର ହକଦାର ବି ହୁଅନ୍ତୁ। 1 କୋଟି ଟଙ୍କା ପର୍ଯ୍ୟନ୍ତ ଆପଣ ସବସିଡି ପାଇପାରିବେ, ଜଣେ ବଡ଼ ଚାଷୀ ପାଇବାର ହକଦାର ହେଇପାରିବ। ଆଉ ସେ ଆଧାରରେ ଆମେ କାହିଁ କରିବା ନା, ଏ ସୁଯୋଗ କାହିଁକି ଛାଡ଼ିବା? ଆଉ ଆମ ତେବେ ଡ୍ରାଗନ୍ ଫ୍ରୁଟ୍ କାହିଁକି ଆପଣମାନେ ଚାଷ କରିବେ? ଓଡ଼ିଶାରେ ଡ୍ରାଗନ୍ ଫ୍ରୁଟ୍ ଚାଷ ସରକାରୀ ସହଯୋଗ କ'ଣ ରହିଛି? ସବସିଡ଼ିରେ ଆପଣମାନଙ୍କୁ କେତେ ମିଳୁଛି? ତ ମୁଖ୍ୟମନ୍ତ୍ରୀ କହିଥିଲେ 1 କୋଟି ମିଳୁଛି। ତେବେ ସବସିଡ଼ି କିପରି ଆପଣମାନେ ଆପ୍ଲାଏ କରିପାରିବେ? କେଉଁଠି ଆପ୍ଲାଏ କରିବେ? କେଉଁ ଜିଲ୍ଲାରେ ଅଧିକ ଡ୍ରାଗନ୍ ଫ୍ରୁଟ୍ ଚାଷ ହେଉଛି? ଡ୍ରାଗନ୍ ଫ୍ରୁଟ୍ ଚାଷ ପାଇଁ ଉପଯୁକ୍ତ ମାଟି କ'ଣ ଅଛି? ଆୟ ବା ଇନକମ୍ କେତେ ଟଙ୍କା ହେବ ଡ୍ରାଗନ୍ ଫ୍ରୁଟ୍ ଚାଷ କଲେ? ସବସିଡ଼ି ଆପ୍ଲାଏ ଯେଉଁ ପ୍ରକ୍ରିୟା ରହିଛି ଏଥିରେ ଆପଣଙ୍କର ଡକୁମେଣ୍ଟ କ'ଣ ଲାଗିବ? ତା ସହିତ ଆପଣମାନଙ୍କର ମେନ୍ ରହିଛି ଏସବୁ ଜିନିଷ ଗୁଡ଼ିକ ଜାଣିଲେ ତ ଆପଣମାନେ ସହଜ ହେବ ଚାଷରେ। ଆଗେ ଚାଷ ଜିନିଷରେ ବୁଝନ୍ତୁ, ତାପରେ ଆପଣମାନେ ସବସିଡ଼ି କଥା ମୁଁ ଆପଣମାନଙ୍କୁ ଷ୍ଟେପ୍ ବାଇ ଷ୍ଟେପ୍ ଆପଣମାନଙ୍କୁ ବୁଝେଇ ଦେଉଛି। ତ ଚ୍ୟାନେଲକୁ ଯଦି ନୂଆ ଅଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଟେଷ୍ଟ ଅପଡେଟ୍ ସବୁବେଳେ ଦେଖିବା ପାଇଁ ପଣ୍ଡାକେ ଭିଡ଼ିଓରୁ। ତେବେ ଚାଲନ୍ତୁ ପୁରା ଡିଟେଲ୍ସ A to Z ମୁଁ ଆପଣମାନଙ୍କୁ ବତେଇ ଦେଉଛି ଡ୍ରାଗନ୍ ଫ୍ରୁଟ୍ ଚାଷ ଆମେ କାହିଁକି କରିବା। ତେବେ ଡ୍ରାଗନ୍ ଫ୍ରୁଟ୍ ଚାଷ ପାଇଁ ସବସିଡ଼ି ଓଡ଼ିଶାର ସମ୍ପୂର୍ଣ୍ଣ ଅପଡେଟ୍ ମୁଁ ଆପଣମାନଙ୍କୁ ବତେଇ ଦେଉଛି। ଡ୍ରାଗନ୍ ଫ୍ରୁଟ୍ ଚାଷ କାହିଁକି ଆପଣମାନଙ୍କ ଲାଭକାରୀ ହେବ? ଦେଖନ୍ତୁ ଏଠିରେ କ'ଣ ରହିଛି ନା, କମ୍ ପାଣିରେ ବଞ୍ଚିଥାଏ, ପ୍ଲାଣ୍ଟର 15ରୁ 20 ବର୍ଷ ଫଳ ଦେବ, 1 ଏକର ଆପଣମାନଙ୍କୁ 8ରୁ 12 ଲକ୍ଷ ଟଙ୍କା ଇନକମ୍ ହେବ। ବଜାର ଦର ଦେଖନ୍ତୁ 150ରୁ 250 ଟଙ୍କା ପର୍ଯ୍ୟନ୍ତ ରହିଛି। ତେବେ ଓଡ଼ିଶା ସରକାରଙ୍କ ଡ୍ରାଗନ୍ ଫ୍ରୁଟ୍ ସବସିଡ଼ି ଯେଉଁ 2025-26 ରହିଛି, ଦେଖନ୍ତୁ ଏଇଟା ରହିଛି ଆପଣମାନଙ୍କର ହର୍ଟିକଲଚର ବିଭାଗରେ ଆପଣମାନଙ୍କର ଏଇଟା ଆପ୍ଲାଏ ଆପଣମାନଙ୍କୁ କରିବାକୁ ପଡ଼ିବ। ପ୍ଲାଣ୍ଟେସନ୍ ସବସିଡ଼ି ରହିଛି, ଦେଖନ୍ତୁ 40%ରୁ 50% ସବସିଡ଼ି ରହିଛି 1 ଏକର ପ୍ଲାଣ୍ଟ ଓ କଂକ୍ରିଟ୍ ପୋଲ୍ ଆଣ୍ଡ ମେନୋର ପାଇଁ। ତେବେ ଡ୍ରିପ୍ ଇରିଗେସନ୍ ସବସିଡ଼ି ମଧ୍ୟ ରହିଛି 50%ରୁ 60% ସବସିଡ଼ି ରହିବ, ମାନେ ଜଳ ସଞ୍ଚୟ ପାଇଁ ଯେଉଁ ଆପଣମାନଙ୍କର ଡ୍ରିପ୍ ଇରିଗେସନ୍ ସିଷ୍ଟମଟା ଅଛି। ତାପରେ କ'ଣ ରହିଛି, ଫେନ୍ସିଂ ସବସିଡ଼ି ରହିଛି 50% ସବସିଡ଼ି ରହିଛି, ମ୍ୟାକ୍ସିମମ୍ 50,000 ପର୍ଯ୍ୟନ୍ତ ଆପଣମାନେ ରହିବ। ଏଥିରେ ମଧ୍ୟ ଆପଣମାନଙ୍କୁ ଟ୍ରେନିଂ ନେବାକୁ ପଡ଼ିବ। ଟ୍ରେନିଂଟି ରହିଛି KVK ହର୍ଟିକଲଚର ବିଭାଗର ନିଃଶୁଳ୍କ ଟ୍ରେନିଂ, ଆପଣମାନଙ୍କୁ ଏଠି ପଇସା ଦେବାକୁ ପଡ଼ିବନି। ବିଜ୍ଞାନସମ୍ମତ ଚାଷ ପ୍ରକ୍ରିୟା ଆପଣମାନଙ୍କୁ ଶିକ୍ଷା ଦିଆଯିବ ସେଠି, ମାନେ ବିନା ଶିକ୍ଷାରେ ଆପଣମାନେ ଚାଷଟା କରିପାରିବେନି। ତେବେ 1 ଏକର ଆପଣମାନଙ୍କୁ କେତେ ଟଙ୍କା ଖର୍ଚ୍ଚ ହେବ? ଦେଖନ୍ତୁ ଯଦି ଆମେ ପ୍ଲାଣ୍ଟ ରହିଛି 80,000ରୁ ବା 1 ଏକର ଆପଣ ଯଦି 1 ଲକ୍ଷ ଟଙ୍କା ଖର୍ଚ୍ଚ ହେବ। କଂକ୍ରିଟ୍ ପୋଲ୍ ଆପଣମାନଙ୍କର 1,40,000ରୁ 1,80,000 ପର୍ଯ୍ୟନ୍ତ ରହିବ। ଡ୍ରିପ୍ ଇରିଗେସନ୍ ସିଷ୍ଟମଟା ରହିବ ଆପଣଙ୍କର 45,000ରୁ 60,000 ପର୍ଯ୍ୟନ୍ତ ରହିବ। ଫେନ୍ସିଂ ବା ରହିଛି ସମ୍ପୂର୍ଣ୍ଣ କାମଟା ଯେଉଁଟା 70,000ରୁ 80,000 ରହିଛି। ତେବେ ମୋଟ 3.5 ଲକ୍ଷରୁ 4.5 ଲକ୍ଷ ଟଙ୍କା ଆପଣମାନଙ୍କର ଖର୍ଚ୍ଚ ହେବ। ସବସିଡ଼ି ପରେ ବାଣ୍ଟିବା ଖର୍ଚ୍ଚ ହେଉଛି 2.5 ଲକ୍ଷ ଟଙ୍କା ମାତ୍ର ଆପଣମାନେ ବାଣ୍ଟିବା ଯେଉଁ ଖର୍ଚ୍ଚଟି ରହିଛି। ତେବେ ସବସିଡ଼ି ଆପ୍ଲାଏ ପ୍ରକ୍ରିୟା ଯେଉଁ ରହିଛି, ନିକଟସ୍ଥ ହର୍ଟିକଲଚର ଅଫିସରେ ଆପଣମାନଙ୍କ ଯେଉଁ HO ଅଛନ୍ତି AO ଅଛନ୍ତି ତାଙ୍କ ସହିତ ଆପଣମାନେ ଯୋଗାଯୋଗ କରିପାରିବେ। କ'ଣ ପଟ୍ଟା ଡକୁମେଣ୍ଟ ଦରକାର ନା, ଆଧାର କାର୍ଡ଼ ଦରକାର, ବ୍ୟାଙ୍କ ପାସବୁକ୍ ଆପଣମାନଙ୍କ ଦରକାର, ଲ୍ୟାଣ୍ଡ ରେକର୍ଡ଼ ଆପଣମାନଙ୍କର ଦରକାର, ବୁଝିପାରୁଛନ୍ତି କି ନାହିଁ, ଫଟୋ ଆପଣମାନଙ୍କର ଦରକାର। ପ୍ରୋଜେକ୍ଟ ରିପୋର୍ଟ ଦେଇ ପ୍ଲାଣ୍ଟେସନ୍ ଆପ୍ରୁଭାଲ୍ ନିଆଯାଏ। ପ୍ରୋଜେକ୍ଟ ରିପୋର୍ଟ ଆପଣମାନଙ୍କୁ ଦେବାକୁ ପଡ଼ିବ। ଫିଲ୍ଡ ଭେରିଫିକେସନ୍ ମଧ୍ୟ ହେବ, ଆପଣମାନେ ଫିଲ୍ଡରେ କରିଛନ୍ତି ତାର ମଧ୍ୟ ଭେରିଫିକେସନ୍ ହେବ। ପ୍ଲାଣ୍ଟେସନ୍ କରି ପୋର୍ଟାଲକୁ ଅପଲୋଡ଼ କରିବାକୁ ପଡ଼ିବ। ସବସିଡ଼ି ଡାଇରେକ୍ଟ ଆପଣମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିବ। ତେବେ ବୁଝିପାରୁଛନ୍ତି କି ନାହିଁ, ଓଡ଼ିଶାରେ ତାପରେ ଆମେ ଜାଣିବା କ'ଣ, ଓଡ଼ିଶାରେ କେଉଁ ଜିଲ୍ଲାରେ ଅଧିକ ଚାଷ ହେଉଛି? ବଲାଙ୍ଗୀରରେ ହେଉଛି, ସୋନପୁରରେ ହେଉଛି, ବରଗଡ଼ରେ ହେଉଛି, ଗଞ୍ଜାମ ହେଉଛି, କଟକ ହେଉଛି, ମୟୂରଭଞ୍ଜ ରହିଛି। ତେବେ ଆୟ ଆପଣମାନଙ୍କର କେତେ ଟଙ୍କା ହେବ ମୁଁ ଆପଣମାନଙ୍କୁ ବତେଇ ଦେଉଛି। ଦେଖନ୍ତୁ 3rd ଇୟର୍ରୁ 1 ପ୍ଲାଣ୍ଟରୁ 12ରୁ 15 କେଜି ହେବ। 900 ପ୍ଲାଣ୍ଟ ମାନେ 10,000ରୁ 12,000 କେଜି ହେବ। ବଜାର ଦର 150 ଟଙ୍କା ଯଦି ଆପଣମାନେ 10,000 କୁଇଣ୍ଟାଲ ଆମେ ଗୁଣିବା, ତେବେ 15 ଲକ୍ଷ ଟଙ୍କା ଆୟ ଆପଣମାନେ କରିପାରିବେ ବର୍ଷକୁ। ବୁଝିପାରୁଛନ୍ତି ନାହିଁ? ତ ଏହା ଥିଲା ଆପଣମାନେ ପ୍ରଥମେ ଆପଣମାନଙ୍କୁ କହିଥିଲି, ଯେହେତୁ ମୁଖ୍ୟମନ୍ତ୍ରୀ ମଧ୍ୟ ଆପଣମାନେ ଜାଣିଛନ୍ତି ଯେ ଉପମୁଖ୍ୟମନ୍ତ୍ରୀ ଅଛନ୍ତି କନକ ବର୍ଦ୍ଧନ ସିଂହ, ସେ ମଧ୍ୟ ଜଣେ ଚାଷୀ, ସେ ତାକୁ ମଧ୍ୟ ଆପଣମାନେ ବାଇଟ୍ରେ ଦେଖୁଥିବେ, ଯେହେତୁ PM କିଷାନ 21ତମ କିସ୍ତିରେ ତାଙ୍କୁ ମଧ୍ୟ ସେ ଡ୍ରାଗନ୍ ଫ୍ରୁଟ୍ ବିଷୟରେ ମଧ୍ୟ ମନ୍ତ୍ରୀ ବା ଆମର ଯେଉଁ ରହିଛନ୍ତି ମୁଖ୍ୟମନ୍ତ୍ରୀ ସେ ମଧ୍ୟ ଘୋଷଣା କରିଥିଲେ ଆପଣମାନଙ୍କୁ 1 କୋଟି ଟଙ୍କାର ସବସିଡ଼ି ଦିଆଯିବ। ଯଦି ଆପଣମାନେ ଚାହୁଁଛନ୍ତି ଡ୍ରାଗନ୍ ଫ୍ରୁଟ୍ ଚାଷ କରିବା ପାଇଁ ତ ଆପଣମାନେ ଯୋଗାଯୋଗ କରିପାରୁନାହାନ୍ତି, ତେବେ ଆପଣମାନେ କମେଣ୍ଟରେ ବା ଆପଣମାନଙ୍କର ଯଦି ଚାହୁଁଛନ୍ତି କରିବା ପାଇଁ ମୁଁ ଆପଣମାନଙ୍କୁ ବତେଇ ଦେବି A to Z। ଆପଣମାନଙ୍କୁ ଆହୁରି ଗୋଟିଏ ଭଲ ଲଙ୍ଗ୍ ଭିଡ଼ିଓ ବନେଇଦେଲେ ତ ଆପଣମାନେ ଆରାମସେ ସବୁକିଛି ବୁଝିପାରିବେ, କେମିତି ବା ହର୍ଟିକଲଚର ସହିତ ଯୋଗାଯୋଗ କରିବେ, କେମିତି ସବସିଡ଼ି ପାଇବେ। ତେବେ ଆପଣମାନେ ଯେଉଁ ମାଟି କଥା ରହିଲା, ସେ ମାଟିରେ ଆପଣମାନେ ନିଜେ ମଧ୍ୟ ମୁଁ ଆପଣମାନଙ୍କୁ ସବୁକିଛି କହିଦେଲି। ତେବେ ଆପଣମାନେ ଯାହା ବି ଡାଉଟ୍ ରହୁଛି ଆପଣମାନେ କମେଣ୍ଟ ସେକ୍ସନରେ କମେଣ୍ଟ କରନ୍ତୁ, ନିହାତି ଭାବରେ ମୁଁ ଆପଣମାନଙ୍କୁ ବତେଇ ଦେବି ଯଦି ଚାହୁଁଛନ୍ତି ଡ୍ରାଗନ୍ ଫ୍ରୁଟ୍ ଚାଷ କରିବା ପାଇଁ। ତ ଏହା ଥିଲା ଆଜିର ଅପଡେଟ୍, ମୁଁ ଆପଣଙ୍କୁ ସବୁକିଛି ଅପଡେଟ୍ ବତେଇ ଦେଲି। ଯଦି ଭିଡ଼ିଓଟି ଭଲ ଲାଗିଲା ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।